ଏହା 2025 ରେ ଆସିଥିବା OTT ଏକ୍ଜାମ୍ର CDP କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ ନମ୍ବର 1, ହୁଇଚ୍ ଟୁଲ୍ ଇଜ୍ ନଟ୍ ୟୁଜ୍ ଫର୍ ଅବଜର୍ଭେସନ୍? ମାନେ ପର୍ଯ୍ୟବେକ୍ଷଣ ପାଇଁ କେଉଁ ସାଧନଟି ବ୍ୟବହାର କରାଯାଇ ନଥାଏ? ଆନ୍ସର୍ ହେବ କ୍ୱେଶ୍ଚିନାରୀ ବା ପ୍ରଶ୍ନାବଳୀ ହେଉଛି ଠିକ୍ ଉତ୍ତର। କାହିଁକି ନା ଆନାକୋଡାଲ ରେକର୍ଡ ଏଠାରେ ଶିକ୍ଷକ ପିଲାମାନଙ୍କର ବିହେଭିୟରକୁ ଡାଇରେକ୍ଟଲି ୱାଚ୍ କରନ୍ତି ବା ଦେଖନ୍ତି, ନିରୀକ୍ଷଣ କରନ୍ତି। ଏହା ଅବଜର୍ଭେସନ୍ ପଦ୍ଧତିରେ ଯାଉଛି। ସେକେଣ୍ଡ ଅପସନ୍ ରେଟିଂ ସ୍କେଲ୍। ଏଥିରେ ଶିକ୍ଷକ ପିଲାର ବିହେଭିୟରକୁ ଚେକ୍ କରନ୍ତି ବା ତା'ର ଏବିଲିଟିକୁ, ଦକ୍ଷତାକୁ ଚେକ୍ କରନ୍ତି। ପିଲାଟିର ଏବିଲିଟି କିପରି, ପୁର୍, ଏଭରେଜ୍ ନା ଗୁଡ୍। ସେମିତି ସି କ୍ୱେଶ୍ଚିନ୍ ଚେକ୍ ଲିଷ୍ଟ। ଚେକ୍ ଲିଷ୍ଟରେ ଶିକ୍ଷକ ପିଲାମାନଙ୍କର ବିହେଭିୟରକୁ ଡାଇରେକ୍ଟଲି ୱାଚ୍ କରନ୍ତି, ତାଙ୍କୁ ଚେକ୍ କରନ୍ତି କେଉଁଟା ଠିକ୍ କେଉଁଟା ଭୁଲ। କିନ୍ତୁ କ୍ୱେଶ୍ଚିନାରୀ ଏହା ଶିକ୍ଷକ ଡାଇରେକ୍ଟ ଷ୍ଟୁଡେଣ୍ଟଙ୍କର ଏହା ୱାଚ୍ କରନ୍ତି ନାହିଁ, ପ୍ରତ୍ୟକ୍ଷ ଭାବରେ ନିରୀକ୍ଷଣ କରନ୍ତି ନାହିଁ। ତେଣୁ କ୍ୱେଶ୍ଚିନାରୀ ବା ପ୍ରଶ୍ନାବଳୀ ହେଉଛି ଠିକ୍ ଉତ୍ତର। ସେକେଣ୍ଡ କ୍ୱେଶ୍ଚିନ୍, ହ୍ୱାଟ୍ ଇଜ୍ ଦ ପର୍ପୋଜ୍ ଅଫ୍ ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍? ଏହାର ଅର୍ଥ ହେଲା ନିଦାନାତ୍ମକ ମୂଲ୍ୟାୟନର ଉଦ୍ଦେଶ୍ୟ କ'ଣ? ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ ମାନେ ଷ୍ଟୁଡେଣ୍ଟର ପର୍ଟିକୁଲାର ପ୍ରୋବ୍ଲେମ୍, ବିଷୟବସ୍ତୁର ସମସ୍ୟା ଉପରେ ଜାଣିବା ପାଇଁ ଡାୟଗ୍ନୋଷ୍ଟିକ୍ ଟେଷ୍ଟ କରାଯାଏ। ଟୁ ଆଇଡେଣ୍ଟିଫାଏ ଲର୍ଣ୍ଣର୍ସ ସ୍ପେସିଫିକ୍ ୱିକନେସ୍। ଶିକ୍ଷାର୍ଥୀର ନିର୍ଦ୍ଦିଷ୍ଟ ଦୁର୍ବଳତା ଚିହ୍ନଟ କରିବା, ଏହା ହେଉଛି ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ର ମୂଳ ଲକ୍ଷ୍ୟ ଅଟେ। ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ ମାନେ ତା'ର ପର୍ଟିକୁଲାର ପ୍ରୋବ୍ଲେମ୍ ବା ୱିକନେସ୍ ସବଜେକ୍ଟ ବା ତା'ର ବିହେଭିୟରକୁ ଚିହ୍ନଟ କରାଯାଏ। ଏହା ହେବ କରେକ୍ଟ ଆନ୍ସର୍। ସେକେଣ୍ଡ ଅପସନ୍ ଦେଇଛି ଟୁ ନୋ ଓଭରାଲ୍ ଲର୍ଣ୍ଣିଂ ଆଚିଭମେଣ୍ଟ ଅଫ୍ ଲର୍ଣ୍ଣର୍ସ। ଶିକ୍ଷାର୍ଥୀର ସାମାଜିକ ଶିକ୍ଷଣ ଉପଲବ୍ଧି ଜାଣିବା, ଏହା ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ର ଲକ୍ଷ୍ୟ ନୁହେଁ। ଏହା ସମେଟିଭ୍ ଇଭାଲୁଏସନ୍ ପାଇଁ କରାଯାଏ। ସି ଟୁ ନୋ ଦ ଇଫେକ୍ଟିଭ୍ ଫଙ୍କସନିଂ ଅଫ୍ ସ୍କୁଲ। ବିଦ୍ୟାଳୟର ଫଳପ୍ରଦ କାର୍ଯ୍ୟକାରିତା ଜାଣିବା, ଏହା ମଧ୍ୟ ନୁହେଁ। ଲାଷ୍ଟ ଅପସନ୍ ଟୁ ପ୍ରୋଭାଇଡ୍ ପାସ୍ ସାର୍ଟିଫିକେଟ୍। ପିଲାଙ୍କୁ ସଫଳତା ସୂଚକ ସାର୍ଟିଫିକେଟ୍ ପ୍ରଦାନ କରିବା, ଏହା ମଧ୍ୟ ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ର ଉଦ୍ଦେଶ୍ୟ ନୁହେଁ। ହେଲା, ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ ମାନେ ଷ୍ଟୁଡେଣ୍ଟର ପର୍ଟିକୁଲାର ପ୍ରୋବ୍ଲେମ୍, ଶିକ୍ଷାର୍ଥୀର ନିର୍ଦ୍ଦିଷ୍ଟ ଦୁର୍ବଳତା ଚିହ୍ନଟ କରିବା, ଏହା ହେଉଛି ନିଦାନାତ୍ମକ ମୂଲ୍ୟାୟନର ଉଦ୍ଦେଶ୍ୟ। ଏହାର କରେକ୍ଟ ଆନ୍ସର୍ ହେବ ଟୁ ଆଇଡେଣ୍ଟିଫାଏ ଲର୍ଣ୍ଣର୍ସ ସ୍ପେସିଫିକ୍ ୱିକନେସ୍। ଥ୍ୟାଙ୍କ ୟୁ।